ନମସ୍କାର ବନ୍ଧୁଗଣ, ଓଡ଼ିଆ ଷ୍ଟୋରି ଜୋନ୍ରେ ଆପଣମାନଙ୍କୁ ସ୍ୱାଗତ। ଅଦାଲତରେ ସଞ୍ଜୟ ରାୟର ବୟାନରୁ ଜଣାପଡ଼ୁଛି ଯେ ସେ ଏହି ଘଟଣାରେ ଏକୁଟିଆ ଜଡ଼ିତ ନଥିଲା। ବର୍ତ୍ତମାନ ସିବିଆଇ ସନ୍ଦେହ ସତ ବୋଲି ପ୍ରମାଣିତ ହୋଇଛି। ମହିଳାଙ୍କ ସହ ଘଟିଥିବା ଅପରାଧରେ ପ୍ରାୟ 10 ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏହି ଖବର ଅନୁଯାୟୀ ଏହି ଲୋକମାନେ ମଦ୍ୟପାନ କରିଥିଲେ ଏବଂ ପରେ ମହିଳାଙ୍କୁ ଧରି ତାଙ୍କୁ ପିଟିଲେ ଏବଂ ବହୁତ ଖରାପ ବ୍ୟବହାର କଲେ। 2 ଜଣ ଲୋକ ତାଙ୍କ ଗୋଡ଼ ଧରି ମହିଳାଙ୍କୁ ଆଘାତ କଲେ ଏବଂ ପରେ ସଞ୍ଜୟକୁ ଡାକିଲେ। ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ଲୋକମାନେ ଏଥିରେ ଜଡ଼ିତ ଥିଲେ। ଏହାଛଡ଼ା ଅନେକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଥିରୁ ପ୍ରମାଣିତ ହେଉଛି ସଞ୍ଜୟ ରାୟ ଏକୁଟିଆ କରିନଥିଲା। ଆମେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା, କିନ୍ତୁ ଏହା ପୂର୍ବରୁ ଦୟାକରି ମନ୍ତବ୍ୟରେ ଜୟ ଶ୍ରୀରାମ ଲେଖନ୍ତୁ। ସଞ୍ଜୟ କୋର୍ଟରେ ସତ ମାନିଛି ଯେ ଏହି କାମ ତାଙ୍କର ଏକୁଟିଆ ନଥିଲା, ବରଂ 7 ଜଣ ସମ୍ପୃକ୍ତ ଅଛନ୍ତି ଏବଂ ଏହା ଏକ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ମାମଲା। ସେଥିପାଇଁ ସିବିଆଇ ସମ୍ପୂର୍ଣ୍ଣ କାର୍ଯ୍ୟରେ ଅଛି ଏବଂ କୋଲକାତା ହତ୍ୟା ମାମଲାରେ 7 ଜଣ ଅଭିଯୁକ୍ତଙ୍କ ପଲିଗ୍ରାଫ ପରୀକ୍ଷା ଆରମ୍ଭ ହୋଇଛି ବୋଲି ସିବିଆଇ କହିଛି। ସିବିଆଇ ଏହା ମଧ୍ୟ କହିଛି ଏହି ଘଟଣାଟି କୌଣସି ଫାଟକ ନଥିବା ଘରେ ହୋଇଛି। କାହିଁକି କେହି ହଲ୍ରେ ଚିତ୍କାର ଶୁଣିନାହାନ୍ତି ଜାଣିବା ପାଇଁ ପ୍ରୟାସ କରାଯାଇଛି। ସିବିଆଇ କୌଣସି ବିନା ପ୍ରତିବନ୍ଧକ ଅପରାଧ କିପରି କରାଯାଇଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି। କ'ଣ ହଲ୍ ବାହାରେ କେହି ତଦାରଖ କରୁଥିଲା? କ'ଣ ପାଇଁ ସେମିନାର ହଲ୍ରୁ କୌଣସି ଶବ୍ଦ ଶୁଣାଯାଉନଥିଲା? ଏହିସବୁ ଜିନିଷରୁ ଜଣାପଡ଼ୁଛି ଯେ ମହିଳା ଜଣକ ସେମିନାର ହଲ୍ରେ ନିର୍ଯାତିତ ହୋଇନଥିଲେ, କିନ୍ତୁ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ଏବଂ ହତ୍ୟା ପରେ ତାଙ୍କୁ ସେମିନାର ହଲ୍କୁ ଅଣାଯାଇଥିଲା ଏବଂ ପରେ ସଞ୍ଜୟଙ୍କୁ ହସ୍ତାନ୍ତର କରାଯାଇଥିଲା। ସଞ୍ଜୟଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ଏକୁଟିଆ ନୁହନ୍ତି, ବରଂ ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ ବୋଲି ଏଥିରେ ଦାବି କରାଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଦାବି କରିଛି ଯେ କୋଲକାତାର ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ହତ୍ୟା ସଞ୍ଜୟ ରାୟଙ୍କ ଦ୍ୱାରା ନୁହେଁ, ବରଂ ଡାକ୍ତରଖାନାର ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା କରାଯାଇଛି। ପୋଷ୍ଟରେ ଏହା କୁହାଯାଇଛି, ସେହି ମହିଳାଙ୍କ ପ୍ରତି ଖରାପ କାର୍ଯ୍ୟ କରିଥିଲେ ଏବଂ ପରେ ନିର୍ଦ୍ଦୟ ଭାବରେ ତାଙ୍କ ଗୋଡ଼ ଚିରି ଦେଲେ, ଯେପରି ମହାଭାରତରେ ଜରାସନ୍ଧଙ୍କ ସହ ହୋଇଥିଲା। ଜରାସନ୍ଧଙ୍କୁ ହତ୍ୟା କରିବାର ଉପାୟ ଥିଲା କି ତାଙ୍କୁ ମଝିରୁ ଚିରି 2 ଭାଗରେ ବିଭକ୍ତ କରିବା ପରେ ସେହି ଅଂଶଗୁଡ଼ିକୁ ଅଲଗା ଅଲଗା ସେଗୁଡ଼ିକୁ ଫୋପାଡ଼ିବା, ଯାହାଦ୍ୱାରା ସେ କେବେ ଏକାଠି ହୋଇପାରିବ ନାହିଁ। ଭୀମ ଏହି ଉପାୟରେ ଜରାସନ୍ଧର ହତ୍ୟା କରିଥିଲେ। ମଧୁକିଶୋର ଜଣେ ମହିଳା ଡାକ୍ତର ସୋସିଆଲ ମିଡିଆରେ ସାଙ୍ଗମାନଙ୍କ ମଧ୍ୟରେ ଫୋନ୍ କଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ କରିଛନ୍ତି। ଏହି କଲ୍ର ଅଡ଼ିଓ ମଧ୍ୟ ସେୟାର କରାଯାଇଛି। ଏହା ବଙ୍ଗାଳୀରେ ଅଛି। ଏହା ସିବିଆଇକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଦେଇପାରେ। ମଧୁଙ୍କ ଅନୁଯାୟୀ ବାର୍ତ୍ତାଳାପରେ କୁହାଯାଇଛି ଯେ ମହିଳା ଡାକ୍ତର ବହୁତ ସ୍ମାର୍ଟ ଥିଲେ, କିନ୍ତୁ ସେ ଡାକ୍ତରଖାନା ଏବଂ ପ୍ରିନ୍ସିପାଲଙ୍କ ବିଷୟରେ ବିପଦପୂର୍ଣ୍ଣ କଥା ଜାଣିଥିଲେ। ଏହି କାରଣରୁ ତାଙ୍କୁ ଧମକ ଦିଆଯାଉଥିଲା। ତାଙ୍କର ଥିସର ସମାପ୍ତ ହେବାକୁ ଦିଆଯାଇନଥିଲା। ଏହା ସତ୍ତ୍ୱେ ମହିଳା ଭୟଭୀତ ହେବା ପରିବର୍ତ୍ତେ ପ୍ରତିବାଦ କରି କହିଥିଲେ ଯେ ଯଦି ତାଙ୍କୁ ହଇରାଣ କରାଯାଏ ତେବେ ସେ ହସ୍ପିଟାଲରେ ହୋଇଥିବା ଖରାପ ଜିନିଷକୁ ସମସ୍ତଙ୍କ ସାମ୍ନାକୁ ଆଣିବେ। ଏହାପରେ ଗତ 6 ମାସ ଧରି ତାଙ୍କୁ ନିରନ୍ତର 24 ଘଣ୍ଟା ରାତ୍ରି କାମ ଦିଆଯାଉଥିଲା ଏବଂ ବହୁତ କାମ ତାଙ୍କ ଦ୍ୱାରା କରାଯାଉଥିଲା। ଚେଷ୍ଟ ବିଭାଗର ମୁଖ୍ୟ ଏବଂ ବରିଷ୍ଠ ଡକ୍ଟର ମଧ୍ୟ ଜାଣିଥିଲେ ଯେ ପ୍ରିନ୍ସିପାଲ ଏବଂ ତାଙ୍କ ଗୋଷ୍ଠୀ ମଧ୍ୟ ତାଙ୍କ ଉପରେ କେତେ ଚାପ ପକାଉଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନ ଆଚାର୍ଯ୍ୟ ଏବଂ ପୂରା ଡାକ୍ତରଖାନା ମହିଳାଙ୍କ ବିରୁଦ୍ଧରେ ଯାଇଥିଲା। ସତ୍ୟ ଏବଂ ନ୍ୟାୟ ପାଇଁ ଲଢ଼ିବା ପାଇଁ ସେ ତାଙ୍କ ନିଷ୍ପତ୍ତିରେ ଜିଦ୍ ଧରିଥିଲେ। 2024ର
ରାତିରେ ଏହି ଲୋକମାନେ ମିଳିତ ଭାବେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ। ସିବିଆଇ ଏହାର ଅନୁସନ୍ଧାନ କରୁଛି। ଏହି ଆଧାରରେ ଅନୁସନ୍ଧାନ ଜାରି ରହିଛି। ବାର୍ତ୍ତାଳାପରେ କୁହାଯାଇଛି ଯେ ପୂର୍ବରୁ ବହୁ ବରିଷ୍ଠ ଡାକ୍ତର ସେମିନାର ରୁମ୍ରେ ବିଶ୍ରାମ ନେଉଥିଲେ, କିନ୍ତୁ ସେହି ରାତିରେ ପୀଡ଼ିତାଙ୍କୁ ଏକାକୀ ଶୋଇବାକୁ କୁହାଯାଇଥିଲା। ଏହି କୋଠରୀଟି ନିର୍ମାଣାଧୀନ ଥିଲା, ଯେଉଁଥିପାଇଁ ସେଠାରେ କେହି ବିଶ୍ରାମ ନେଉନଥିଲେ। ମେଡିକାଲର ଡାକ୍ତରମାନେ ଏହା ବି କହିଛନ୍ତି ଯେ ଘଟଣା ପୂର୍ବରୁ 4 ଜଣ ଛାତ୍ର ସେମିନାର ରୁମ୍ରେ ପୀଡ଼ିତାଙ୍କ ସହ ରାତ୍ରିଭୋଜନ କରିଥିଲେ, ଯେଉଁଥିରେ ଗୋଟିଏ ଝିଅ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି 4 ଜଣ ପୀଡ଼ିତାକୁ ଏକାକୀ ଶୋଇବାକୁ କହିଥିଲେ। ସୂଚନା ଅନୁଯାୟୀ 7 ଜଣିଆ ଏକ ଗ୍ରୁପ ତଳକୁ ଯାଇଥିଲେ ଏବଂ ମଦ୍ୟପାନ କରି ତାପରେ ପୀଡ଼ିତାଙ୍କୁ ଧରି ମାଡ଼ ମାରିଥିଲେ। ଜଣେ ମହିଳା ଇଣ୍ଟର୍ନ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। 2 ଜଣ ଲୋକ ପୀଡ଼ିତାଙ୍କ ଗୋଡ଼କୁ ଧରି ତାଙ୍କୁ ଖରାପ ଆଘାତ ଦେଇଥିବା ଦାବି କରାଯାଇଛି। ପୀଡ଼ିତାର କଲର ହାଡ଼ ଭାଙ୍ଗି ଦିଆଯାଇଥିଲା ଏବଂ ପରେ ତାଙ୍କୁ ଓଲଟ ପାଲଟ କରି ଜୋତା ଦ୍ୱାରା ପଦଚାଳିତ କରାଯାଇଥିଲା। ତାଙ୍କ ମୁଣ୍ଡକୁ ଏତେ ଖରାପ ଭାବରେ ପିଟା ଯାଇଥିଲା ଯେ ତାଙ୍କ ଖପୁରି ଫାଟିଯାଇଥିଲା। ଅଗଷ୍ଟ 9 ତାରିଖ ରାତିରେ କୋଲକାତାର ଆର୍ଜିକର ମେଡିକାଲ କଲେଜରେ ହସ୍ପିଟାଲରେ ଜଣେ କନିଷ୍ଠ ଡକ୍ଟରଙ୍କୁ ବଳାତ୍କାର କରି ହତ୍ୟା କରାଯାଇଛି। ଯଦି ଏହି ସମସ୍ତ କଥା ସତ୍ୟ, ସିବିଆଇ ନିଶ୍ଚିତ ଭାବରେ ଏହି 7 ଜଣଙ୍କ ବିରୋଧରେ ପ୍ରମାଣ ପାଇବ ଏବଂ ସେମାନଙ୍କୁ କଠୋର ଦଣ୍ଡ ମିଳିବ। ଏହାପରେ ଯେତେବେଳେ ଏହି ଲୋକମାନେ ଅପରାଧ କରିବା ପରେ ପାହାଚ ତଳକୁ ଓହ୍ଲାଇଥିଲେ, ସଞ୍ଜୟ ରୟଙ୍କୁ ଗ୍ରୁପ ଡିର ଅନ୍ୟ କର୍ମଚାରୀଙ୍କ ସହ ମଦ୍ୟପାନ କରୁଥିବାର ଦେଖିବାକୁ ମିଳିଥିଲା। ସଞ୍ଜୟ ମୃତଦେହ ସହିତ ଅସଦାଚରଣ କରିଥିଲେ, ଯାହାଦ୍ୱାରା ତାଙ୍କର ବୀଜାଣୁ ପୀଡ଼ିତାର ଯୋନି ଭିତରକୁ ମିଳିଥିଲା। ଏହି ଘଟଣା ପରେ ଦେଶର ଡାକ୍ତରମାନେ ଏହାକୁ ବିରୋଧ କରିଥିଲେ। ସିବିଆଇ 7 ଜଣ ଅଭିଯୁକ୍ତଙ୍କ ପଲିଗ୍ରାଫ ପରୀକ୍ଷା ଆରମ୍ଭ କରିଛି। ଘଟଣାର ରାତିରେ ପୀଡ଼ିତାଙ୍କ ସହ କ'ଣ ଘଟିଥିଲା ଏବଂ କୋଲକାତା କାର୍ଯ୍ୟାଳୟରେ ଏକ ସ୍ୱେଚ୍ଛାକୃତ ପଲିଗ୍ରାଫ ପରୀକ୍ଷା ଚାଲିଥିଲା। ଏହି ଡାକ୍ତରମାନଙ୍କ ମଧ୍ୟରୁ କେତେକ ଅଗଷ୍ଟ 8 ତାରିଖ ରାତିରେ ପୀଡ଼ିତାଙ୍କ ସହ ରାତ୍ରିଭୋଜନ କରିଥିଲେ। ଅଗଷ୍ଟ 23ରେ ସଞ୍ଜୟ ଏକ ଚମକପ୍ରଦ ବିବୃତ୍ତି ଦେଇଥିଲେ। ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ଏବଂ ସେହିଦିନ ସେ ମଧ୍ୟ ପଲିଗ୍ରାଫ ପରୀକ୍ଷା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହା କହିଛନ୍ତି ଯେ ଏହା ପ୍ରମାଣ କରିବ ଯେ ସେ ନିର୍ଦ୍ଦୋଷ ଏବଂ ତାଙ୍କୁ ଏଥିରେ ଫସାଯାଇଛି ଏବଂ ଏଥିରେ ଅନେକ ଡାକ୍ତର ସମ୍ପୃକ୍ତ ଅଛନ୍ତି। କର୍ମଚାରୀଙ୍କ ବିବୃତ୍ତି ଅନୁସନ୍ଧାନ, ଡାକ୍ତରୀ ରିପୋର୍ଟ, ଯେପରିକି ଡିଏନ୍ଏ, ଭେଜିନାଲ ସ୍ୱାବ୍ ପରୀକ୍ଷା ନଷ୍ଟ କରିବା, ପ୍ରମାଣ ନଷ୍ଟ କରିବା ସହିତ ସିଧାସଳଖ ସମ୍ପର୍କରେ ଜଡ଼ିତ। ଏହି 4 ଜଣ ଡକ୍ଟର ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ହୋଇଥିଲେ କି? ପ୍ରଧାନ ଆଚାର୍ଯ୍ୟ ଏବଂ ଅନ୍ୟ ଲୋକମାନେ ଜିନିଷ ବଦଳାଇବାରେ ବିଶେଷଜ୍ଞ ଥିଲେ। ତେଣୁ ସିବିଆଇ ବିଭିନ୍ନ ଦିଗରୁ ଘଟଣାର ଅନୁସନ୍ଧାନ କରୁଛି। ଆର୍ଜିକର ମେଡିକାଲର ପୂର୍ବତନ ଆଚାର୍ଯ୍ୟଙ୍କୁ 9 ଦିନ ଧରି ପଚରାଉଚରା ଜାରି ରହିଛି, କିନ୍ତୁ ସେ ବାରମ୍ବାର ନିଜର ବିବୃତ୍ତି ପରିବର୍ତ୍ତନ କରୁଛନ୍ତି, ଯାହା ଜଣାପଡ଼ୁଛି ଯେ ଏହି ମାମଲାରେ ତାଙ୍କର ଏକ ବଡ଼ ଭୂମିକା ରହିଥାଇପାରେ। ସିବିଆଇ ଏପର୍ଯ୍ୟନ୍ତ 73 ଜଣଙ୍କୁ ପଚରାଉଚରା କରୁଛି, କିନ୍ତୁ 7 ଜଣଙ୍କ ଉପରେ କୌଣସି ବିଶେଷ ଅନୁସନ୍ଧାନ କରାଯାଇ ନାହିଁ। ଧ୍ୟାନ ଦିଆଯାଉଛି ଯେ ସେମିନାର ହଲ୍ ବାହାରେ କେହି ଅଛନ୍ତି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ଏବଂ ସିସିଟିଭି ଫୁଟେଜର ଗଭୀର ଭାବରେ ଯାଞ୍ଚ କରାଯାଉଛି। ଡାକ୍ତରଖାନାର ସେମିନାର ହଲ୍ର କବାଟ କିଛି ଦିନ ପୂର୍ବରୁ ଭାଙ୍ଗି ଯାଇଥିଲା ଏବଂ ଏହା ସମସ୍ତଙ୍କୁ ଜଣାଥିଲା। ତେଣୁ ଯେତେବେଳେ ଡାକ୍ତର ରାତି 2ରୁ 3 ମଧ୍ୟରେ ହଲ୍କୁ ଯାଇଥିଲେ, ତେଣୁ ସେ କବାଟ ଦେଇପାରିନଥିଲେ। ସେତେବେଳେ ତାଙ୍କୁ ଜଣେ ଡ୍ୟୁଟିରେ ଥିବା ଡାକ୍ତର ଶୋଇଥିବାର ଦେଖିଥିଲେ। ବର୍ତ୍ତମାନ ସିବିଆଇ ଜାଣିବାକୁ ଚାହୁଁଛି ଯେ କୌଣସି ବିନା ବାଧାରେ ଏହି ଅପରାଧ କିପରି ଘଟିଲା। ଯଦି ସେ ହଲ୍ରେ ଚିତ୍କାର କରିଥାନ୍ତେ, ତେବେ ମହିଳାଙ୍କ ଚିତ୍କାର ବାହାରେ ରାସ୍ତା ପର୍ଯ୍ୟନ୍ତ ଶୁଣାଯିବା ଉଚିତ, କିନ୍ତୁ ଏହା ହୋଇନଥିଲା। ତେଣୁ ଲାଗୁଛି ଯେ ଏହି ଘଟଣାରେ ଅନେକ ଲୋକ ଜଡ଼ିତ ହୋଇଥିବେ, ସେଥିପାଇଁ ଚିତ୍କାର କିମ୍ବା ଶବ୍ଦ ଶୁଣିବାକୁ ମିଳିନଥିଲା। ଯଦି ହଲ୍ରେ କୌଣସି କବାଟ ନଥିଲା, ତେବେ ବାହାରେ ଥିବା ରାସ୍ତାକୁ ମହିଳାଙ୍କ ଚିତ୍କାର ଶୁଣାଯାଇଥାନ୍ତା, କିନ୍ତୁ ଏହା ହୋଇନଥିଲା। ତେଣୁ ଏଥିରୁ ଜଣାପଡ଼ୁଛି ଯେ ଏହି ଘଟଣାରେ ଅନେକ ଲୋକ ଜଡ଼ିତ ହୋଇଥାଇପାରନ୍ତି। ଆପଣଙ୍କୁ କ'ଣ ଲାଗୁଛି? ଆମକୁ ନିଶ୍ଚୟ ଜଣାଇବେ। ଧନ୍ୟବାଦ।